ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ କ୍ଷେତ୍ର ଏବେ ଏକ ଶକ୍ତିଶାଳୀ ଡିପ୍ରେସନରେ ପରିଣତ ହୋଇଛି, ଯାହା ଓଡ଼ିଶା ଉପରେ ପ୍ରବଳ ବର୍ଷାର ଆଶଙ୍କା ସୃଷ୍ଟି କରିଛି। ପାଣିପାଗ ବିଭାଗ ଆଗାମୀ 24 ଘଣ୍ଟା ପାଇଁ ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରିଛି, ଯେଉଁଠାରେ 200 ମିମିରୁ ଅଧିକ ବର୍ଷା ଏବଂ 40ରୁ 50 କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି। ସେହିପରି ଅନୁଗୁଳ, ଢେଙ୍କାନାଳ ସମେତ ଅନ୍ୟ କେତେକ ଜିଲ୍ଲା ପାଇଁ କମଳା ଏବଂ ହଳଦିଆ ଆଲର୍ଟ ମଧ୍ୟ ଜାରି କରାଯାଇଛି। ଡିପ୍ରେସନ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ପଶ୍ଚିମବଙ୍ଗ ଆଡ଼କୁ ଗତି କରିବ। ରାଜ୍ୟରେ 18 ଜୁଲାଇ ପର୍ଯ୍ୟନ୍ତ ବର୍ଷା ଜାରି ରହିବ, ଯାହାଫଳରେ ମହାନଦୀ ଏବଂ ବ୍ରାହ୍ମଣୀ ଭଳି ପ୍ରମୁଖ ନଦୀରେ ବନ୍ୟାର ଆଶଙ୍କା ବୃଦ୍ଧି ପାଇବ। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପରିସ୍ଥିତି ସମୀକ୍ଷା କରିବା ସମୟରେ ଜଳବନ୍ଦୀ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାରେ 108 ଆମ୍ବୁଲାନ୍ସ ସେବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଆସିଛି। ଏହି ସେବା ପାଇଁ ଚାଲିଥିବା ଟେଣ୍ଡର ପ୍ରକ୍ରିୟା ସୋମବାର ଶେଷ ହୋଇଛି। ଅଧିକାରୀଙ୍କ ଅନୁଯାୟୀ ବର୍ତ୍ତମାନ ଆଗାମୀ ଗୋଟିଏ ସପ୍ତାହ କେବଳ କାଗଜପତ୍ର ପୂରଣ କରିବାରେ ବିତାଇବ। ଏ ବିଷୟରେ ସୂଚନା ଦେଇ ଓଡ଼ିଶାର 108 ଆମ୍ବୁଲାନ୍ସର ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି ଯେ ଟେଣ୍ଡର ପ୍ରକ୍ରିୟା ସମାପ୍ତ ହେବାର 60 ଦିନ ମଧ୍ୟରେ ରାଜ୍ୟ 132ଟି ନୂତନ ଆମ୍ବୁଲାନ୍ସ ପାଇବ। ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବାରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ। ଆଇଏମ୍ଡି ଓଡ଼ିଶାରେ ପ୍ରବଳ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ନେଇ ସତର୍କତା ଜାରି କରିଛି। ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇପାରେ। ଆଜି ବିଶେଷ କରି ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। କିଛି ସ୍ଥାନରେ 20 ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସୁନ୍ଦରରେଖା ଏବଂ ବୁଢ଼ାବଳଙ୍ଗ ନଦୀ ଅବବାହିକା ପାଇଁ ଆଇଏମ୍ଡି ଏକ ସ୍ୱତନ୍ତ୍ର ସତର୍କତା ଜାରି କରିଛି, ଯେତେବେଳେ ପାରାଦୀପରୁ ସମ୍ବଲପୁର ପର୍ଯ୍ୟନ୍ତ ଉପକୂଳ ଏବଂ ପଶ୍ଚିମ ଅଞ୍ଚଳରେ ମଧ୍ୟ ବର୍ଷା ହେବା ସହିତ ସମୁଦ୍ର ଅଶାନ୍ତ ରହିବ। ଚିଟ୍ ଫଣ୍ଡ ଦୁର୍ନୀତିର ତଦନ୍ତ ଏକ ଦଶକରୁ ଅଧିକ ସମୟ ଧରି ଚାଲିଛି, କିନ୍ତୁ ଲକ୍ଷ ଲକ୍ଷ ନିବେଶକ ଏପର୍ଯ୍ୟନ୍ତ ଅଜଣା ଅଛନ୍ତି। ପୂର୍ବ ସରକାର ନ୍ୟାୟିକ ତଦନ୍ତ ପାଇଁ ଜଷ୍ଟିସ୍ ମଦନ ମୋହନ ଦାସ କମିଶନ ଗଠନ କରିଥିଲେ, ଯାହାର କାର୍ଯ୍ୟକାଳ ଫେବୃଆରୀ 2020ରେ ଶେଷ ହୋଇଥିଲା ଏବଂ ଏହାକୁ ବଢ଼ାଯାଇ ନଥିଲା। ତଦନ୍ତ ବନ୍ଦ ହେବା ପୂର୍ବରୁ କମିଶନ 7ଟି ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦାଖଲ କରିଥିଲେ, କିନ୍ତୁ ସେମାନଙ୍କର ବିବରଣୀ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ 6.19 କୋଟିରୁ ଅଧିକ ଖର୍ଚ୍ଚ ହୋଇଛି। ତଥାପି ନୂତନ ସରକାର 3ରୁ 4 ମାସ ମଧ୍ୟରେ 5 ଲକ୍ଷ ପ୍ରଭାବିତ ନିବେଶକଙ୍କୁ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହା ନିବେଶକଙ୍କ ମଧ୍ୟରେ ନୂତନ ଆଶା ସୃଷ୍ଟି କରିଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ଯେ ପୂର୍ବ ସରକାରଙ୍କ କିଛି ଭୁଲ ଯୋଗୁଁ ବର୍ଷା ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ଏହି ଗମ୍ଭୀର ସମସ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଖୁବ୍ ଶୀଘ୍ର ନଦୀ ସଫା କରିବାର ଏକ ବଡ଼ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବଢ଼ୁଥିବା ଜଳବନ୍ଦୀକୁ ଦୃଷ୍ଟିରେ ରଖି ସରକାର ଏହାର ସ୍ଥାୟୀ ସମାଧାନ ଖୋଜିବା ଉପରେ ଧ୍ୟାନ ଦେଉଛନ୍ତି। କେବଳ ବର୍ତ୍ତମାନ ପାଇଁ ନୁହେଁ, ବରଂ ଆଗାମୀ 50 ବର୍ଷ ପାଇଁ ମଧ୍ୟ ଏହି ଯୋଜନା କରାଯାଉଛି। ଏହି ଅଭିଯାନରେ ବିଭିନ୍ନ ନଦୀପଥ ସଫା କରାଯିବ, ଯାହାଦ୍ୱାରା ଭବିଷ୍ୟତରେ ଏପରି ସମସ୍ୟାକୁ ଏଡ଼ାଯାଇପାରିବ। ପୁରୀର ଶ୍ରୀମନ୍ଦିର ନିକଟରେ ସୁରକ୍ଷା ବ୍ୟବସ୍ଥା ଉପରେ ପୁଣି ଥରେ ପ୍ରଶ୍ନ ଉଠିଛି। ଶ୍ରୀମନ୍ଦିରର ଉତ୍ତର ଦ୍ୱାରରେ ସତ୍ୟନାରାୟଣ ମନ୍ଦିର ନିକଟରେ ଅଜ୍ଞାତ ଆକ୍ରମଣକାରୀମାନେ ଜଣେ ଅଟୋ ଡ୍ରାଇଭରଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଛନ୍ତି। ସିଂହଦ୍ୱାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ରଘୁନାଥଙ୍କୁ ତୁରନ୍ତ ପୁରୀର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ରଘୁନାଥ ୟୁନାଇଟେଡ୍ ଅଟୋ ମହାମଞ୍ଚର କୋଷାଧ୍ୟକ୍ଷ ବୋଲି କୁହାଯାଉଛି। ଆକ୍ରମଣକାରୀମାନେ କିଛି ସମୟ ପୂର୍ବରୁ ତାଙ୍କଠାରୁ ଟଙ୍କା ମାଗିଥିଲେ ଏବଂ ସେ ମନା କରିବାରୁ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଏହି ଘଟଣା ପୋଲିସ ଷ୍ଟେସନରୁ ମାତ୍ର 50 ମିଟର ଦୂରରେ ଘଟିଛି, ଯାହା ମନ୍ଦିର ଏବଂ ପୁରୀରେ ଭକ୍ତଙ୍କ ସୁରକ୍ଷା ଉପରେ ଚିନ୍ତା ସୃଷ୍ଟି କରିଛି। ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି କରିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଏବେ ସାରା ଦେଶରେ 74,000 ଯାତ୍ରୀ କୋଚ୍ ଏବଂ 15,000 ଲୋକୋମୋଟିଭ୍ ଇଞ୍ଜିନରେ ସିସିଟିଭି କ୍ୟାମେରା ଲଗାଯିବ। ପ୍ରତ୍ୟେକ କୋଚ୍ରେ 4ଟି କ୍ୟାମେରା ରହିବ, ଯେତେବେଳେ ପ୍ରତ୍ୟେକ ଲୋକୋମୋଟିଭ୍ରେ 6ଟି କ୍ୟାମେରା ରହିବ, ଯାହା ପ୍ରବେଶ ପଥ ଏବଂ ସାଧାରଣ ଅଞ୍ଚଳଗୁଡ଼ିକୁ କଭର କରିବ। ଏହି ହାଇଟେକ୍ କ୍ୟାମେରାଗୁଡ଼ିକ କମ୍ ଆଲୋକ ଏବଂ ଉଚ୍ଚ ଗତିରେ ମଧ୍ୟ ସ୍ପଷ୍ଟ ଫୁଟେଜ୍ ରେକର୍ଡ କରିପାରିବ, ଯାହା ନିରୀକ୍ଷଣ ଏବଂ ସୁରକ୍ଷାକୁ ବହୁତ ଉନ୍ନତ କରିବ। ପାଣିପତର ଏକ ନଗଣ୍ୟ ଘଟଣା ପରେ ଏହି ନିଷ୍ପତ୍ତି ଆସିଛି, ଯେଉଁଠାରୁ ଟ୍ରେନ୍ ଭିତରେ ଜଣେ ମହିଳାକୁ ଗଣଦୁଷ୍କର୍ମ କରାଯାଇଥିଲା। ଏହି କ୍ୟାମେରାଗୁଡ଼ିକ ନିଶ୍ଚିତ ଭାବରେ ଏପରି ଘଟଣାଗୁଡ଼ିକୁ ରୋକିବାରେ ସହାୟକ ହେବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତ୍ୟେକ ରେଳ ଷ୍ଟେସନରେ ସିସିଟିଭି କ୍ୟାମେରା ଲଗାଇବା ବିଷୟରେ ପୂର୍ବରୁ କଥା ହୋଇସାରିଛନ୍ତି, ଯାହା ମହିଳାଙ୍କ ସୁରକ୍ଷା ପାଇଁ ଏକ ବଡ଼ ପଦକ୍ଷେପ।
ନିରନ୍ତର ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲାର କୁଆଁରପଡ଼ା ବ୍ଲକରେ ଅବସ୍ଥିତ ପୁଟ୍ରି ଖମଣା ଜଳଭଣ୍ଡାର ଜଳରେ ପୂର୍ଣ୍ଣ ହୋଇଯାଇଛି। ଆଖପାଖର ସାଗାବେଡ଼ା, କୁଦାବେଡ଼ା ଏବଂ ଡୁମାଙ୍ଗଦିରି ପାହାଡ଼ରୁ ଆସୁଥିବା ବର୍ଷା ଜଳ ସିଧାସଳଖ ଏହି ଜଳଭଣ୍ଡାରରେ ପ୍ରବେଶ କରୁଛି। ତଥାପି ଜଳଭଣ୍ଡାରରେ ଗେଟ୍ ନଥିବାରୁ ପାଣି ସଂରକ୍ଷଣ ହେଉନାହିଁ ଏବଂ ଏହା ବାହାରକୁ ପ୍ରଭାବିତ ହେଉଛି। ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର କୁଜୁର ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି, ଯାହାଦ୍ୱାରା ଗେଟ୍ ନିର୍ମାଣ କରି ଅତିରିକ୍ତ ଜଳକୁ ବନ୍ଦ କରାଯାଇପାରିବ। ଏହା ଗ୍ରୀଷ୍ମ ଋତୁରେ ଶହ ଶହ ହେକ୍ଟର କୃଷି ଜମିକୁ ଜଳସେଚନ କରିପାରିବ। ସେହି ସମୟରେ ଜଳଭଣ୍ଡାରରୁ ପାଣି ପ୍ରବାହ ଯୋଗୁଁ ସ୍ଥାନୀୟ ଲୋକମାନେ ବହୁ ସଂଖ୍ୟାରେ ମାଛ ଧରିଥାନ୍ତି। ପୁରୀ ଜିଲ୍ଲାର ଡେଲାଙ୍ଗ ଅଞ୍ଚଳ ବାର୍ଡ ଫ୍ଲୁ ଦ୍ୱାରା ପ୍ରଭାବିତ ହୋଇଛି। ଆଜି ଲଗାତାର ଦ୍ୱିତୀୟ ଦିନ ପାଇଁ କୁକୁଡ଼ା ମରା ଅଭିଯାନ ଜାରି ରହିଛି, ଯେଉଁଠାରେ କୋଠାବାଡ଼ ପଞ୍ଚାୟତର ବଡ଼ ଆଙ୍ଗୁଲା ଗାଁରେ 3425 କୁକୁଡ଼ା ମରାଯାଇଥିଲା। ଗତକାଲି ମଧ୍ୟ ଡେଲାଙ୍ଗର ବେଣୁପଡ଼ାରେ 3316 କୁକୁଡ଼ା ମରାଯାଇଥିଲା, ଯାହାଦ୍ୱାରା ଏପର୍ଯ୍ୟନ୍ତ ମୋଟ କୁକୁଡ଼ା ମରା ସଂଖ୍ୟା 6731ରେ ପହଞ୍ଚିଛି। 5ଟି ରାପିଡ୍ ରେସ୍ପନ୍ସ ଟିମ୍ ଏହି ଅଭିଯାନରେ ନିୟୋଜିତ ଅଛନ୍ତି, ଯେତେବେଳେ 2ଟି ଟିମ୍ 10 କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ସର୍ଭେ କରୁଛନ୍ତି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି ଯେ ଡେଲାଙ୍ଗରେ ପ୍ରାୟ 3000 କୁକୁଡ଼ା ମରିସାରିଲେଣି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବିଭାଗ ନିରନ୍ତର ପ୍ରୟାସ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ କ୍ୱାରେଣ୍ଟାଇନ୍ କରାଯାଇଛି। ଭାରତ ଦ୍ରୁତ ଗତିରେ ଏହାର ପ୍ରତିରକ୍ଷା କ୍ଷମତାକୁ ବିସ୍ତାର କରୁଛି। ଏବେ ଦେଶ 900 କିଲୋମିଟରରୁ ଅଧିକ ଷ୍ଟ୍ରାଇକ୍ ରେଞ୍ଜ ସହିତ ଏକ ଦୀର୍ଘ ଦୂରଗାମୀ ଆତ୍ମଘାତୀ ଡ୍ରୋନ୍ ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛି। ଏହି ପଦକ୍ଷେପ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ଦିଗରେ ଏକ ପ୍ରମୁଖ ସଫଳତା। ଭାରତୀୟ ସେନା ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ପାଇଁ କମ୍ପାନୀଗୁଡ଼ିକଠାରୁ ସୂଚନା ମାଗିଛି, ଯେଉଁଥିରେ ଅନେକ ଭାରତୀୟ ପ୍ରତିରକ୍ଷା କମ୍ପାନୀ ସେମାନଙ୍କର ଆଗ୍ରହ ଦେଖାଇଛନ୍ତି। ପିନାକା ରକେଟ୍ ଲଞ୍ଚର ତିଆରି କରୁଥିବା ଏକ ଅଗ୍ରଣୀ କମ୍ପାନୀ ନାଗପୁରର ସୋଲାର ଇଣ୍ଡିଜ୍ ଏବଂ ଏହାର ସହାୟକ କମ୍ପାନୀ ଇକୋନୋମିକ୍ ଏକ୍ସପ୍ଲୋସିଭ୍ସ ଲିମିଟେଡ୍ ଏହି ଦୌଡ଼ର ସବୁଠାରୁ ଆଗରେ ବୋଲି ବିବେଚନା କରାଯାଏ। ଏହି ନୂତନ ଡ୍ରୋନ୍, ଯାହାକୁ ଲୋଇଟରିଂ ଯୁଦ୍ଧାସ୍ତ୍ର ମଧ୍ୟ କୁହାଯାଏ, ଶତ୍ରୁ ଅଞ୍ଚଳକୁ ଭେଦ କରି ସଠିକ୍ ଭାବରେ ଲକ୍ଷ୍ୟ ସ୍ଥଳକୁ ଭେଦ କରିବ, ଯାହା ଭାରତର ସାମରିକ ଶକ୍ତିକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ। ରାଜଧାନୀରେ ଏକ ବାର୍ ଭିତରୁ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯେଉଁଠାରେ ଜଣେ ଯୁବତୀ ନାଚୁଛନ୍ତି ଏବଂ ଗ୍ରାହକମାନେ ତାଙ୍କ ଉପରେ ଟଙ୍କା ଫିଙ୍ଗୁଛନ୍ତି। ଏହା ଉତ୍ପାଦ ନିୟମର ଖୋଲା ଉଲ୍ଲଂଘନ ଉପରେ ପ୍ରଶ୍ନ ଉଠାଉଛି। ଭାଇରାଲ ଭିଡ଼ିଓକୁ ଆଧାର କରି ଉତ୍ପାଦ ସୁପରିଟେଣ୍ଡେଣ୍ଟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ ନିୟମ ଉଲ୍ଲଂଘନ କରୁଥିବା ବାର୍ଗୁଡ଼ିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଉତ୍ପାଦ ନିୟମ ଅନୁଯାୟୀ ଗ୍ରାହକମାନେ ବାର୍ରେ ଯୁବତୀମାନଙ୍କ ଉପରେ ସିଧାସଳଖ ଟଙ୍କା ଫିଙ୍ଗି ପାରିବେ ନାହିଁ ଏବଂ 24 ଘଣ୍ଟା ସିସିଟିଭି ନଜରରେ ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ଏବେ ଦେଖିବାକୁ ବାକି ରହିଲା ଯେ ଅବକାରୀ ବିଭାଗ ଏପରି ଉଲ୍ଲଂଘନ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନେଉଛି।